ପ୍ରିୟ ଆତ୍ମନ୍, ଯେମିତି କ୍ୟାମେରା ଦ୍ୱାରା ଫଟୋର ଛାୟା ଗ୍ରହଣ କରି ସ୍ଥୂଳ ରୂପରେ ପରିଣତ ହୋଇଯାଏ, ଯେମିତି ହାଇଡ୍ରୋଜେନ୍ ଏବଂ ଅକ୍ସିଜେନ୍ ଦୁଇଟି ଅତି ସୂକ୍ଷ୍ମ ବାୟୁ ମିଳିତ ହୋଇ ଜଳ ରୂପ ହୋଇଯାଏ, ସେହିଭଳି ପ୍ରାଣୀ ସମଷ୍ଟିର ସଂକଳ୍ପ ହିଁ ସଂସାର ରୂପରେ ସ୍ଥୂଳ ହୋଇ ଆମ ଆଗରେ ବିଦ୍ୟମାନ। ଯେମିତି ଗୋଟିଏ ଜୀବ ବ୍ୟକ୍ତିଗତ ରୂପରେ ସୂର୍ଯ୍ୟ, ଚନ୍ଦ୍ର, ତାରା, ଜଙ୍ଗଲ, ନଦୀ, ସମୁଦ୍ର ତଥା ପାହାଡ଼ ଭରା ସ୍ୱପ୍ନ ସଂସାର ତିଆରି କରିଥାଏ, ଯାହା ସ୍ୱପ୍ନରେ ସତ୍ୟ ମାଲୁମ ହୋଇଥାଏ। ସେହିଭଳି ଏହି ଜାଗ୍ରତ ସଂସାର ଜୀବ ସମୂହର ବା ଏହାର ସମଷ୍ଟି ରୂପର କଳ୍ପନା। ଯେପର୍ଯ୍ୟନ୍ତ ସେ ଜାଗ୍ରତ ବା ସ୍ଥୂଳ ସଂସାର ଏବଂ ଶରୀରରେ ଜୀବିତ ସ୍ଥୂଳ ସଂସାର ସତ୍ୟ ମାଲୁମ ହୋଇଥାଏ। ଯେମିତି ସ୍ୱପ୍ନ ସଂସାରର ବାଘ କଳ୍ପିତ ଏବଂ ମିଥ୍ୟା ହୋଇଥିଲେ ବି କାମୁଡ଼େ ଏବଂ କଷ୍ଟ ଦେଇଥାଏ, ଯେମିତି ସ୍ୱପ୍ନର ଧନ ସମ୍ପଦ ସ୍ୱପ୍ନରେ ବି ମଣିଷକୁ ଖୁସି କରିଦିଏ, ସେହିଭଳି ଜାଗ୍ରତର ସୁଖ ଦୁଃଖ ମିଥ୍ୟା ହୋଇଥିଲେ ବି ଜାଗ୍ରତ ଅବସ୍ଥାରେ ଦୁଃଖ ସୁଖର କାରଣ ହୋଇଥାଏ। ଜାଗ୍ରତ ଅବସ୍ଥାରେ ଆମେ ଯେମିତି ଯାହା ଦେଖୁଛୁ ଶୁଣୁଛୁ, ସ୍ୱପ୍ନ ଅବସ୍ଥାରେ ଆମେ ତାକୁ ହିଁ ଦେଖୁ ଆଉ ଶୁଣୁ। ଏହା କହିବା ବା ବୁଝିବା ଠିକ୍ ନୁହେଁ। ଏପରି ସେତେବେଳେ ହୋଇପାରିବ ଯେତେବେଳେ ପ୍ରଥମରେ ଦିନ ଏବଂ ତାପରେ ରାତି ହୋଇଥାନ୍ତା। ଆଗେ ଜାଗ୍ରତ ଅବସ୍ଥା ପରେ ସ୍ୱପ୍ନ ଅବସ୍ଥା ହୋଇଥାନ୍ତା, ମାତ୍ର ତାହା ନୁହେଁ। ଦିନ ଆଗରୁ ରାତି ଏବଂ ରାତି ଆଗରୁ ଦିନ, ଜାଗ୍ରତ ଅବସ୍ଥା ଆଗରୁ ସ୍ୱପ୍ନ ଅବସ୍ଥା ଏବଂ ସ୍ୱପ୍ନ ଅବସ୍ଥା ଆଗରୁ ଜାଗ୍ରତ ଅବସ୍ଥା। ଏହା ଅନନ୍ତ କାଳରୁ ହୋଇ ଚାଲିଛି। ଏସବୁ ପ୍ରବାହ ରୂପରେ ଅନାଦି ଏବଂ ଅନନ୍ତ। ଯଦି ବିନା ତିଆରିରେ କିଛି ଜିନିଷ ହୋଇପାରେ ନା, ଯଦି ବିନା କାରଣରେ କିଛି ହୁଏ ନାହିଁ, ତ ଈଶ୍ୱରଙ୍କ ବାପା କିଏ? ଈଶ୍ୱରଙ୍କୁ କିଏ ତିଆରି କଲା? ଈଶ୍ୱରର କାରଣ କିଏ? ଶେଷରେ ମାନିବାକୁ ପଡ଼ିବ ଯେ ଈଶ୍ୱରଙ୍କର କାରଣ କେହି ନାହିଁ। ସେ ସବୁବେଳେ ଅଛନ୍ତି ଏବଂ ଅନାଦି ଅଟନ୍ତି। ଈଶ୍ୱରଙ୍କ ବାପା କେହି ନାହିଁ। ଈଶ୍ୱର ବାପା ବିନା ସୃଷ୍ଟି, କାହିଁକିନା ସେ ଅନାଦି। ଶେଷରେ ଯଦି କିଛି ନା କିଛିକୁ ଅନାଦି ମାନିବାକୁ ହୁଏ ତ ଈଶ୍ୱରର କଳ୍ପନା ବ୍ୟର୍ଥ। ଯାହା ଅଛି ତାକୁ ଅନାଦି ମାନି ନିଅନ୍ତୁ। ପୁଅ ଆଗରୁ ବାପ ଥିଲା ଏବଂ ବାପ ଆଗରୁ ପୁଅ ଥିଲା, ଯେ କି ନିଜ ବାପ ପାଖରୁ ଉତ୍ପନ୍ନ ହୋଇଥିଲା। ତା ଆଗରୁ ବାପକୁ ବି କେହି ନା କେହି ବାପ ଉତ୍ପନ୍ନ କରିଥିଲା, ଯେ କାହାରି ପୁଅ ଥିଲା। ମଞ୍ଜି ଆଗରୁ ଗଛ ଏବଂ ଗଛ ଆଗରୁ ମଞ୍ଜି ଥିଲା। ଦିନ ଆଗରୁ ରାତି ଏବଂ ରାତି ଆଗରୁ ଦିନ ଥିଲା। ଏହି କ୍ରମ ଅନାଦି ଅନାଦି କାଳରୁ ଚାଲି ଆସିଛି ଏବଂ ଅନାଦି କାଳ ପର୍ଯ୍ୟନ୍ତ ରହିବ। ଏହା କେବେ ଆରମ୍ଭ ହୋଇନଥିଲା କି କେବେ ସମାପ୍ତ ହେବାର ନାହିଁ। ଯେତେ ଚିନ୍ତା କରୁଥିଲେ ବି ଏହାର ଆଦି ଏବଂ ଅନନ୍ତର କିଛି ଠିକଣା ନାହିଁ। ଏହାର ଆଦି ଅନ୍ତ ଖୋଜୁ ଖୋଜୁ ଅନନ୍ତ ଦିନ ବିତି ଯାଇଛି ଏବଂ ଅନନ୍ତ ଲୋକ ମଧ୍ୟ ଏ ସଂସାର ଛାଡ଼ି ଚାଲି ଯାଇଛନ୍ତି। ଏହାର ଆଦି ଅନ୍ତର ଠିକଣା ପାଇନାହାନ୍ତି, କାହିଁକିନା ଏହାର ଆଦି ଅନ୍ତ ତ ନାହିଁ। ଠିକଣା କେଉଁଠୁ ଆସିବ? ସଂସାରର କାହାରି ଆଦି ନାହିଁ କି ଅନ୍ତ ନାହିଁ। ଜୀବ ଅନାଦି ଏବଂ ଅନନ୍ତ, ତେଣୁ ଏହାର କଳ୍ପନା ମଧ୍ୟ ଅନାଦି ଅନନ୍ତ। ସୃଷ୍ଟି ଆଗରୁ ପ୍ରଳୟ ଥିଲା ଏବଂ ପ୍ରଳୟ ଆଗରୁ ବି ସୃଷ୍ଟି ଥିଲା। କେଉଁଠି ସୃଷ୍ଟି ହେଉଛି ତ କେଉଁଠି ପ୍ରଳୟ ହେଉଛି। କେଉଁଠିକାର ସଂସାର ଯୁବକ ତ କେଉଁଠିକାର ସୃଷ୍ଟି ବୁଢ଼ା। ଦେଖନ୍ତୁ, ଦିନ ଆଗରୁ ରାତି ଥିଲା ତ ରାତି ଆଗରୁ ଦିନ ଥିଲା। ରାତି କେବେ ଥିଲା? ଯେବେ ଦିନ ନଥିଲା। ରାତି ପରେ ଦିନ ହୁଏ, ଦିନ ପରେ ଦିନ ହୁଏ ନାହିଁ। ଏଇଭଳି ଦିନ ପରେ ରାତି ହୋଇଥାଏ, ରାତି ପରେ ରାତି ହୁଏ ନାହିଁ। ତେଣୁ ଦିନ ପରେ ରାତି ହୋଇଥାଏ ଏବଂ ରାତି ପରେ ଦିନ। କିଛି ବି ଭଗବାନଙ୍କର ସୃଷ୍ଟି ନୁହେଁ। ଯଦି ବିନା ତିଆରିରେ କିଛିର ସୃଷ୍ଟି ନାହିଁ ତ ଭଗବାନଙ୍କର ସ୍ରଷ୍ଟା କିଏ? ଜୀବକୁ କିଏ ସୃଷ୍ଟି କଲା? ପ୍ରକୃତି ପରମାଣୁକୁ କିଏ ସୃଷ୍ଟି କଲା? ଯଦି ବିନା କାରଣରେ ସୃଷ୍ଟିରେ ଏହି ତିନୋଟି ସୃଷ୍ଟି ହୋଇପାରନ୍ତି, ବିନା କାରଣରେ ହୋଇପାରନ୍ତି, ତ ସୃଷ୍ଟି କାହିଁକି ବିନା କାରଣରେ ହୋଇନପାରିବ? ସ୍ୱପ୍ନର ସଂସାରକୁ କିଏ ତିଆରି କରେ? ସ୍ୱପ୍ନରେ ବାଘ, ନଦୀ, ଜଙ୍ଗଲ, ସୂର୍ଯ୍ୟ, ଚନ୍ଦ୍ରକୁ କିଏ ସୃଷ୍ଟି କରେ? କେହି ସୃଷ୍ଟି କରିନାହାନ୍ତି। ଯାହା ଆମର କଳ୍ପନା, ଯାହା ମିଥ୍ୟା, ଯାହାର ସୃଷ୍ଟି ହିଁ ହୋଇନାହିଁ, ତାହାର ସ୍ରଷ୍ଟାକୁ ଖୋଜିବା ବ୍ୟର୍ଥତା ହେବ। ଈଶ୍ୱର କ'ଣ ଅନ୍ୟ କାହାରିକୁ ସୃଷ୍ଟି କରିବ? ସେ ତ ସ୍ୱୟଂ ମନୁଷ୍ୟର କଳ୍ପନା। ବାସ୍ତବରେ ଏମିତି ଈଶ୍ୱର ଯାହାକୁ କି ନ୍ୟାୟକର୍ତ୍ତା କୁହାଯାଉଛି, ସେ କୁଆଡ଼େ ନାହିଁ।
ଯଦି କେହି ନ୍ୟାୟକାରୀ, ସର୍ବଜ୍ଞ ଏବଂ ସର୍ବଶକ୍ତିମାନ ଈଶ୍ୱର ସଂସାରର କଣ ଅଣୁକୋଣରେ ବ୍ୟାପକ ଥାନ୍ତେ ତ କୋଉଠି ହେଲେ ଅନ୍ୟାୟ ନଥାନ୍ତା। ଯଦି ଅଣୁ ଅଣୁରେ ଚେତନ ଈଶ୍ୱର ଚାରି ତରଫରୁ ବାହାରୁ ଏବଂ ଭିତରୁ ବ୍ୟାପ୍ତ ହୋଇଥାନ୍ତେ ତ ସଂସାରରେ କୋଉଠି ଜଡ଼ତା ନଥାନ୍ତା, କୌଣସି ଅଚେତନ ଜଡ଼ ହୋଇନଥାନ୍ତା। ଯଦି ଜୀବର ମସ୍ତିଷ୍କର ଅଣୁ ଅଣୁରେ ସର୍ବଜ୍ଞ ବ୍ୟାପ୍ତ ହୋଇଥାନ୍ତେ ତ କେହି ଅଳ୍ପଜ୍ଞ ହୋଇନଥାନ୍ତେ। ଯେଉଁ ମସ୍ତିଷ୍କର ଅଣୁ ଅଣୁ ଏବଂ କଣ ଅଣୁକୋଣରେ ତଥା ତାର ପ୍ରତ୍ୟେକ କୋଷ ବାହାରେ ଭିତରେ ଈଶ୍ୱର ଏବଂ ତାର ସର୍ବଜ୍ଞତା ବ୍ୟାପ୍ତ ଜୀବର ମସ୍ତିଷ୍କ ଅଳ୍ପଜ୍ଞ କେମିତି ହେବ? ଯଦି ସେ ଈଶ୍ୱର ଜୀବ ମଧ୍ୟରେ ନାହିଁ ତ ସର୍ବବ୍ୟାପକ ସେ କେମିତି ହୋଇପାରିବ? ଯଦି ସେ ସର୍ବବ୍ୟାପକ ନ ହୋଇ ଏକଦେଶିତ ଈଶ୍ୱର କେମିତି ହୋଇପାରିବ? ଯେଉଁ ମନୁଷ୍ୟର ହୃଦୟରେ ନ୍ୟାୟକାରୀ ଏବଂ ନିର୍ବିକାର ଈଶ୍ୱର ବ୍ୟାପ୍ତ, ସେହି ହୃଦୟରେ ବିକାର ଏବଂ ଅନ୍ୟାୟ କେମିତି ରହିପାରିବ? ଯଦି କାହାରି ହୃଦୟରେ ବିକାର ଏବଂ ଅନ୍ୟାୟ ନାହିଁ ବା ନଥାଏ ତ ଏ ସଂସାରରେ ଅନ୍ୟାୟ ବିକାର କୁଆଡ଼ୁ ଆସିଲା? ଏହାର କୌଣସି ଉତ୍ତର ନାହିଁ। ଏହାର କେବଳ ଗୋଟିଏ ମାତ୍ର ଉତ୍ତର, ବାସ୍ତବରେ ଏମିତି ଈଶ୍ୱର କେହି ନାହିଁ। ଏ ମଣିଷ ଯେ କି ଈଶ୍ୱର ନଥାଇ ମଧ୍ୟ ତାକୁ କେବଳ କଳ୍ପନାରେ ସୃଷ୍ଟି କରିଛି, ଯାହା ପଛରେ ମଣିଷ ସ୍ୱୟଂ ନିଜକୁ ଭୁଲିଯାଇ ଦୁଃଖ ପାଉଛି। ମଣିଷ ହିଁ ସର୍ବଶକ୍ତିମାନ, ଈଶ୍ୱର ନୁହେଁ। ସର୍ବଶକ୍ତିମାନ ସିଏ ଯେ ସବୁକିଛି କରିପାରୁଛି। ଏହି ମଣିଷ ସର୍ବଶକ୍ତିମାନ ଯେହେତୁ ସେ ପାପ ପୁଣ୍ୟ ଉଭୟ କରିପାରୁଛି, ଧର୍ମ ଅଧର୍ମ କରିପାରୁଛି। ପୁଣ୍ୟ ଏବଂ ପାପ, ଧର୍ମ ଏବଂ ଅଧର୍ମ ଖାଲି ଯେ କରିପାରୁଛି ସେତିକି ନୁହେଁ, ସେ ସବୁକୁ କହିବା, ଚିହ୍ନାଇବା, କଳ୍ପନା କରିବା ଏସବୁକୁ ସୃଷ୍ଟି କରିଛି ଏହି ମଣିଷ। କୌଣସି ଜାତି, ସମ୍ପ୍ରଦାୟ ଏବଂ ମତବାଦୀ ପକ୍ଷରେ ଯାହା ପାପ, ଅନ୍ୟ ଜାତି ସମ୍ପ୍ରଦାୟ ଏବଂ ମତବାଦୀ ପକ୍ଷରେ ତାହା ପୁଣ୍ୟ। ଗୋଟିଏ ଦେଶ ପାଇଁ ଯାହା ପାପ, ତାହା ହୁଏତ ଅନ୍ୟ ଦେଶ ପାଇଁ ପୁଣ୍ୟର କାରଣ ହୋଇଥାଏ। ଏ ସମସ୍ତ ମନୁଷ୍ୟର କଳ୍ପନା ଏବଂ ମନୁଷ୍ୟ ଦ୍ୱାରା ହିଁ ତିଆରି। ପାପ ପୁଣ୍ୟର କାନୁନ ବା ନିୟମ, ବିଧିବିଧାନ ସବୁ ମନୁଷ୍ୟର ରଚନା। କେଉଁ ପାପର କି ପ୍ରକାର ଦଣ୍ଡ, ତାହା ବି ମନୁଷ୍ୟର ସୃଷ୍ଟି। ଦଣ୍ଡ ଯେ ପାଇବ ତାକୁ ଚିହ୍ନିବା ଏବଂ ଚିହ୍ନାଇବା ମଣିଷର କାମ। ମାଜିଷ୍ଟ୍ରେଟ, ପୋଲିସ, ବିଚାରକ, ମନ୍ତ୍ରୀ, ସମ୍ରାଟ ସବୁ ମଣିଷ ଏବଂ ସେମାନଙ୍କର ସ୍ରଷ୍ଟା ମଧ୍ୟ ମଣିଷ। ସ୍ୱର୍ଗ, ନର୍କ, ଯମରାଜ, ଯମଦୂତ ସବୁ ମଣିଷର କଳ୍ପନା। ଜେଲଖାନା ଏବଂ ଜେଲଖାନାରେ ପ୍ରହରା ଦେବା ପାଇଁ ନିର୍ଦ୍ଦିଷ୍ଟ ହୋଇଥିବା ପୋଲିସ ଅପରାଧ ଏବଂ ଅପରାଧୀକୁ ନିର୍ଣ୍ଣୟ କରେ ଏହି ମଣିଷ। କେଉଁ ମଜହବ ବା ମଜହବ ସଂସ୍ଥା ଠିକ୍ ଏବଂ କେଉଁଟା ଭୁଲ, କି ପ୍ରକାର ଦେବତା ଏବଂ କି ପ୍ରକାର ଈଶ୍ୱର ମାନିବା ଯୋଗ୍ୟ ଏବଂ କିଏ ଅଯୋଗ୍ୟ, ଏହାକୁ ନିର୍ଣ୍ଣୟ କରେ ଏବଂ କରୁଛି ଏହି ମଣିଷ। ନିଜକୁ ବନ୍ଧନରେ ପକାଇ ମୁକ୍ତି ବି ଦିଏ ଏହି ମଣିଷ। ମନୁଷ୍ୟ ସର୍ବଶକ୍ତିମାନ, ଦୟାଳୁ, ନିର୍ଦ୍ଦୟ ସବୁ କିଛି। ସେ ବେଇମାନ, ସେ ହିଁ ଇମାନଦାର। ଗୁରୁ ଏବଂ ଶିଷ୍ୟ ସବୁ ସେ ହିଁ। ମନୁଷ୍ୟର ବାପା ମନୁଷ୍ୟ, ଭଗବାନ କୌଣସି ଭଗବାନର ବାପା ନୁହେଁ। ମନୁଷ୍ୟ ଅସଂଖ୍ୟ ମଣିଷ ସୃଷ୍ଟି କରିଛି ଏବଂ କରୁଛି। କାହିଁ ଭଗବାନ ତ ଆଜି ପର୍ଯ୍ୟନ୍ତ ଆଉ ଗୋଟିଏ ହେଲେ ବି ଭଗବାନ ସୃଷ୍ଟି କରିପାରିଲେ ନାହିଁ। ମନୁଷ୍ୟ ସର୍ବଶକ୍ତିମାନ, ମନୁଷ୍ୟ ମହାନ। ମନୁଷ୍ୟ ଏମିତି ଯେ ତାକୁ କେବଳ ମହାନ ବା ଭଗବାନ କହିଲେ ଯଥେଷ୍ଟ ନୁହେଁ, ମାତ୍ର ତାକୁ ଭଗବାନ କହିଲେ ସେ ରୁଷ୍ଟ ହୋଇଯାଏ। ଏଥିପାଇଁ ବି ମନୁଷ୍ୟ ଭଗବାନଙ୍କର ସୃଷ୍ଟିକର୍ତ୍ତା। ମନୁଷ୍ୟ ନିଜର ତିଆରିକୁ, ନିଜର ସୃଷ୍ଟିକୁ, ନିଜର ରଚନାକୁ ଏବଂ ନିଜ ଦ୍ୱାରା ରଚିତ ଏବଂ ମାନ୍ୟତା ପ୍ରାପ୍ତ ଭଗବାନକୁ ଛୋଟ ହେବା ଦେଖିବାକୁ ଚାହେଁ ନାହିଁ। ଭଗବାନକୁ ଛୋଟ କହିଲେ ସେ ନାରାଜ ହୁଏ। ମନୁଷ୍ୟକୁ ଛୋଟ କୁହ, ମାତ୍ର ତାହାରି ତିଆରି, ତାହାରି କଳ୍ପନାର ସୃଷ୍ଟି ଈଶ୍ୱରକୁ ଛୋଟ କୁହ ନାହିଁ। ମନୁଷ୍ୟ ଚାହେଁ ନିଜର ଭଗବାନକୁ ସେ ଯେମିତି ମାନେ ସେହିଭଳି ସାରା ଦୁନିଆ ମାନୁ। ଆମ୍ଭେ ମାନିଥିବା ଆମ ଭଗବାନକୁ ଅନ୍ୟମାନେ କାହିଁକି ନ ମାନିବେ? ଆମ୍ଭେ ମାନୁଛୁ ଭଗବାନ ଲାଙ୍ଗୁଳ ଯୁକ୍ତ ବାନର, ହାତୀ ଭଳି ମୁହଁ, ପଞ୍ଚମୁଖ ବିଶିଷ୍ଟ, ଧଳା ରଙ୍ଗ, ନୀଳ ରଙ୍ଗ, ହଳଦିଆ ରଙ୍ଗର ଈଶ୍ୱର। ଏଇଭଳି ସମସ୍ତେ ମାନନ୍ତୁ। କାହିଁକି ମାନିବେ ନାହିଁ? ମାନିବାକୁ ପଡ଼ିବ। ଯେ ନ ମାନିବ ତାକୁ ମାରି ଦିଆଯିବ। ଆମ ତିଆରି ମନ୍ଦିରକୁ କେହି ନ ଭାଙ୍ଗୁ। ଆମ ତିଆରି ମୂର୍ତ୍ତିକୁ ସମସ୍ତେ ମାନନ୍ତୁ। ଭଗବାନ ପାଇଁ ମନୁଷ୍ୟ ଲଢ଼ାଇ କରେ। ଭଗବାନଙ୍କ ତରଫରୁ ତାଙ୍କ ରଚିତ ବୋଲି
କଥିତ ପୁସ୍ତକଗୁଡ଼ିକ ପାଇଁ ବି ମନୁଷ୍ୟ ଲଢ଼ାଇ କରେ। ଭଗବାନ କିଛି କରନ୍ତି ନାହିଁ। ଆରେ ଭାବା, ଯେ ମୂଳରୁ ନାହିଁ ସେ କେମିତି କ'ଣ କରିବ? ମନୁଷ୍ୟ ହିଁ ମହାନ। ଈଶ୍ୱର ତ ମନୁଷ୍ୟର ହାତ ତିଆରି ମାନୁଛି, ତେଣୁ ସେ ଭଗବାନ। ମନୁଷ୍ୟ ଯେ ପର୍ଯ୍ୟନ୍ତ ଈଶ୍ୱରକୁ ମୂର୍ତ୍ତି ବୋଲି ମାନୁଥିଲା, ସେ ପର୍ଯ୍ୟନ୍ତ ବିଚାରା ମୂର୍ତ୍ତି ଥିଲା। ଯେତେବେଳେ ତାଙ୍କ ନାମର ପ୍ରଥମରୁ ଦନ୍ତ ନ ଲଗାଇ ଦିଆଗଲା ଏବଂ କୁହାଗଲା ଭଗବାନ ନିରାକାର, ନିର୍ବିକାର, ନିଗୁଣ, ନିରୀହ, ନିରାମୟ, ନିଷ୍କାମ, ନିଷ୍ପାପ, ସେ ବିଚାରା ଶହ ଶହ ଦନ୍ତନ ଦ୍ୱାରା ସଂଯୁକ୍ତ ହୋଇ ନେତି ନେତି ଏବଂ ନାସ୍ତି ହୋଇଗଲେ। କିଛି କହିଲେ ନାହିଁ। ମନୁଷ୍ୟ ତାକୁ ଯେମିତି ମାନିଲା ସେମିତି ସେ ହୋଇ ଚାଲିଲା। ମନୁଷ୍ୟକୁ ମନୁଷ୍ୟର ବୁଦ୍ଧି, ଜ୍ଞାନ, ଭାବନା ଏବଂ କଳ୍ପନାକୁ ବିରୋଧ କରିବାର ସାମର୍ଥ୍ୟ ବା ଶକ୍ତି ତା ପାଖରେ ନଥିଲା। ସବୁ ପ୍ରକାରର ଭଗବାନର ରୂପକ୍ରାନ୍ତି ଏବଂ ବର୍ଣ୍ଣ ସବୁ ମନୁଷ୍ୟର କଳ୍ପନା। ମନୁଷ୍ୟ, ତୁ ଧନ୍ୟ। ତୁ ମତବାଦର ସ୍ରଷ୍ଟା। ମତବାଦ ପୁସ୍ତକକୁ ବି ରଚନା କରିଛୁ। ଧର୍ମଶାସ୍ତ୍ର ଏବଂ ନିୟମ କାନୁନ ବି ତୋହରି ସୃଷ୍ଟି। ତୁ ରାଷ୍ଟ୍ରପତି, ମନ୍ତ୍ରୀ, ହାକିମ, ରାଜା, ପୋଲିସ, ଚୋର, ସାଧୁ, ପଣ୍ଡା, ପୂଜାରୀ, ପାଦ୍ରୀ ସବୁର ସ୍ରଷ୍ଟା ତୁ ନିଜେ। ସୃଷ୍ଟି କରି ମାନିଲୁ ମଧ୍ୟ। ନେତାକୁ ସୃଷ୍ଟି କଲୁ, ମାନିଲୁ। ତୁ ସ୍ୱର୍ଗ, ନର୍କ, ଜେଲଖାନା ସୃଷ୍ଟି କଲୁ। ତୁ ମଧ୍ୟ ତାର ଅଧିକାରୀ, ମାଲିକ, ଜଗୁଆଳି, ପୋଲିସ, ପହରାଦାର ସବୁ ସୃଷ୍ଟି କଲୁ। କେତେ କହିହେବା, ତୋହରି ସୃଷ୍ଟି ମାନିବା ଯୋଗୁଁ ସମସ୍ତ ସୃଷ୍ଟି ହେଲା ଏବଂ ସମସ୍ତେ ମାନିଲେ ବି। ମାତ୍ର ଭୁଲ ଏଇଠି ହେଲା ଯେ ସବୁ ତୁ ସୃଷ୍ଟି କରି ମଧ୍ୟ ଏଇ କଥାକୁ ଭୁଲିଗଲୁ ସବୁ ତୋରି ସୃଷ୍ଟି। ଏହା ବି ହେଲା ଯେ ଯାହା ତୋର ସୃଷ୍ଟି ହୋଇଥିଲା ତାକୁ ତୁ ତୋର ସ୍ରଷ୍ଟା ବୋଲି ବୁଝିଲୁ ଏବଂ ତୋର ଯେ ଗୋଲାମଟିକୁ ନିଜର ସ୍ୱାମୀ ଆଉ ସ୍ରଷ୍ଟା ବୋଲି ବୁଝିଲୁ। ମଣିଷ ନିଜ ତିଆରି ବନ୍ଧନରେ, ନର୍କରେ, ଦାସତ୍ୱରେ ଏବଂ ଦୁଃଖରେ ସ୍ୱୟଂ ଛନ୍ଦି ହୋଇ ଦୁଃଖ ପାଉଛି। ଶକ୍ତିହୀନ, ହୀନମଳିନ ଏବଂ ରୋଗୀ ହୋଇଯାଇଛି। ଏଥିରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଉଛି ନିଜକୁ ଚିହ୍ନିବା। ନିଜକୁ ଚିହ୍ନାଇବାକୁ ଯେଉଁ ଗ୍ରନ୍ଥମାନ ଲେଖାଯାଇଛି ସେସବୁ ପଢ଼ିବା ଏବଂ ନିଜକୁ ନିଜ ପାଖରେ ପହଞ୍ଚାଇବା ଭଳି ଯୋଗ ସାଧନ କରିବା। ଏହାଠାରୁ ବା ଅଧିକ ମୁଁ ଆଉ କ'ଣ କହିବି? ଏସବୁ ବିଷୟ ସଦ୍ଗୁରୁଦେବ ଦ୍ୱାରା ରଚିତ ମୁନି ସମାଜର ପୁସ୍ତକ ସବୁ ପଢ଼ି ବାରମ୍ବାର ସ୍ୱାଧ୍ୟାୟ ଏବଂ ମନନ କଲେ ଆତ୍ମଜ୍ଞାନ ଉଦୟ ହେବ। ଜ୍ଞାନ ନେତ୍ର ଖୋଲିଯିବ ଏବଂ ଜୀବନ ମୁକ୍ତିର ପଥ ସୁଗମ ହେବ। ଜୀବନ ସୁଖମୟ ହୋଇ ସଂସାରରେ ବିଚରଣ କରିବ। ସଂସାର ମନୁଷ୍ୟ ପାଇଁ ଶାନ୍ତିଦାୟକ ସେ ପର୍ଯ୍ୟନ୍ତ ହେବ ନାହିଁ ଯେ ପର୍ଯ୍ୟନ୍ତ ସେ ନିଜର ସ୍ୱରୂପକୁ, ନିଜର ଗୌରବକୁ, ନିଜର ମହାନତାକୁ ତତ୍ତ୍ୱରେ ଚିହ୍ନି ନ ପାରିଛି। ମତବାଦୀମାନେ ଏହା ବି କହନ୍ତି କି ମନୁଷ୍ୟର ଜନ୍ମ ଈଶ୍ୱର ଏଇଥିପାଇଁ ଦେଇଛି କି ସେ ନିଜର ମହତ୍ତ୍ୱ, ଗୌରବ, ସ୍ୱରୂପ ଏବଂ ଅହଙ୍କାରକୁ ଭୁଲି ଯେପର୍ଯ୍ୟନ୍ତ ଜୀବିତ ରହିବ ଈଶ୍ୱରର ଗୁଣ ଗାଇ, ଈଶ୍ୱରର ଭଜନ କୀର୍ତ୍ତନ କରି ନିଜକୁ ସେହି କାଠ ପାଷାଣର ଈଶ୍ୱରର ଗୋଲାମ ବୋଲି ଭାବିବ। ଈଶ୍ୱର ପାଇଁ ବଞ୍ଚିବ ଏବଂ ଈଶ୍ୱର ପାଇଁ ଈଶ୍ୱରର ପ୍ରଦର୍ଶିତ ମାର୍ଗରେ ମରିବ। ଈଶ୍ୱରଙ୍କୁ ଭୋଗ ଦେବା ପାଇଁ ଅଳ୍ପ କିଛି କାମ କରିବ। କାମ କରିବା ସମୟରେ ବା ଯେକୌଣସି ସମୟରେ ସେ ଯେମିତି ଏତକ ନ ଭୁଲେ ଯେ ସେ ହୀନ, ସେ ପରତନ୍ତ୍ର, ଦାସ, ଗୋଲାମ ଏବଂ ଯେକୌଣସି ପ୍ରକାରର ଈଶ୍ୱର ସେ ଭକ୍ତ ହୋଇଥିବ। କିଛି ଈଶ୍ୱରଙ୍କ ଭକ୍ତ କହନ୍ତି କି ବାସ୍ତବରେ ମଣିଷ କିଛି ନୁହେଁ। ଯଦି କିଛି ତ ତେବେ ଈଶ୍ୱରର ଛାୟା ବା ବିମ୍ବ ନୁହେଁ, ପ୍ରତିବିମ୍ବ ମାତ୍ର। ମଣିଷର ଏଇଥିପାଇଁ ଜନ୍ମ ସେ ନେତାଙ୍କର, ରାଜନୀତିକ ଅଧିକାରୀଙ୍କର, ଶାସକ ଦେବତା, ଦେବଦୂତ ଏବଂ ସେମାନଙ୍କର ପୂଜାରୀଙ୍କର ଏବଂ ଭଗବାନଙ୍କର ନିରାକାର ବା ସାକାର ମୂର୍ତ୍ତିର ପୂଜା ସ୍ତୁତି କରିବ ଏବଂ ନାମାଜ ରୂପରେ ନାକ କାନ ରଗଡ଼ିବ। ଏହା ହିଁ କହନ୍ତି ମତବାଦ ସମାଜ। ବାସ୍, ଏହି ମିଥ୍ୟା ଜ୍ଞାନ ଯେପର୍ଯ୍ୟନ୍ତ ସଂସାରରେ ଥିବ ସେ ପର୍ଯ୍ୟନ୍ତ ମଣିଷ ନା ନିଜର ସ୍ୱରୂପକୁ ଜାଣିପାରିବ ନା କେବେ ପ୍ରକୃତ ସୁଖ ଶାନ୍ତି ପ୍ରାପ୍ତ କରିପାରିବ। ମାତ୍ର ଏତିକି ବୁଝିବା କଥା, ମତବାଦୀ ଏବଂ ରାଜନୀତି କଥାରେ, କାମରେ ଏବଂ ଫାନ୍ଦରେ ଆବର୍ଜନାଯୁକ୍ତ ଜ୍ଞାନ ଗର୍ଭରୁ ବାହାରି ନିଜର ସ୍ୱରୂପରେ ଜାଗ୍ରତ ହୋଇ ଯେତେବେଳେ ସ୍ୱରୂପର ଜ୍ଞାନରେ ମାତ୍ର
ଗୋଟିଏ ସାମାନ୍ୟ ନିଆଁର ଝଲକ ଏହା ଉପରେ ଛିଚାଡ଼ି ଦେବ ତ ଏହି ଅଣୁମାତ୍ରର ଝଲକ ମତବାଦ ଜ୍ଞାନର ଆବର୍ଜନାଗୁଡ଼ିକୁ ଜାଳି ପୋଡ଼ି ଭସ୍ମ କରିଦେବ। ସଂସାରରେ ଆତ୍ମଜ୍ଞାନ ଏଭଳି ଆବର୍ଜନାଗୁଡ଼ିକ ଜାଡ଼ି ଭସ୍ମ କରିଦେବ। ସଂସାରରେ ଆତ୍ମଜ୍ଞାନର ଏଭଳି ତୁଫାନ ଉଠିବ ଯେ ରାଜନୀତି, ମତବାଦ ଏବଂ ଈଶ୍ୱରଙ୍କୁ ଜାଳିଥିବା ପାଉଁଶର ଠିକଣା ବି ରହିବ ନାହିଁ। ଏହି ଭିଡ଼ିଓକୁ ବାରମ୍ବାର ଶୁଣି ହୃଦୟରୁ ତତ୍ତ୍ୱର ସହିତ ବୁଝି ନିଅନ୍ତୁ।